ନନ୍ଦିନୀ। ମୁଁ 5 ଫୁଟ 2 ଇଞ୍ଚ ଉଚ୍ଚ ଏବଂ ମୋର ବୟସ 27 ବର୍ଷ। ସମସ୍ତେ କୁହନ୍ତି ଯେ ମୁଁ ବହୁତ ସୁନ୍ଦର ଏବଂ ଆକର୍ଷଣୀୟ। ମୋ ମୁହଁ ଫୁଲୁଥିବା ପଦ୍ମ ପରି ଉଜ୍ଜ୍ୱଳ, ଗାଲ ଗୋଲାପୀ ଏବଂ ପୂର୍ଣ୍ଣ ଏବଂ ମୋ ଓଠ ମହୁ ପରି ରସିଲା। ଏହି କାହାଣୀଟି ସେହି ସମୟର ଯେତେବେଳେ ମୁଁ ପ୍ରାୟ 16 ବର୍ଷ ବୟସରେ ଥିଲି ଏବଂ ଆମର 10ମ ଶ୍ରେଣୀର ବୋର୍ଡ଼ ପରୀକ୍ଷା ପାଖେଇ ଆସୁଥିଲା। ନା ମୁଁ ସମ୍ପୂର୍ଣ୍ଣ ଦୁର୍ବଳ ଛାତ୍ର ଥିଲି କିମ୍ବା ବିଶେଷ ଭାବରେ ମେଧାବୀ ମଧ୍ୟ ନଥିଲି। ପରୀକ୍ଷା ଲାଗି ପ୍ରସ୍ତୁତି ହେବା ପାଇଁ ମୋତେ କାହାର ମାର୍ଗଦର୍ଶନର ଆବଶ୍ୟକ ଥିଲା। ମୋ ମାମୁଙ୍କ ପୁଅ ବିରାଟ ସେତେବେଳେ 10ମ ଶ୍ରେଣୀ ପାସ୍ କରିସାରିଥିଲା ଏବଂ ସେ ଆମ ଘରଠାରୁ ବେଶୀ ଦୂରରେ ରହୁନଥିଲେ। ମୁଁ ମୋ ମାଆଙ୍କୁ ବିରାଟଙ୍କ ସହିତ କଥା ହେବାକୁ ଏବଂ ସେ ମୋତେ ପାଠ ପଢ଼ା ପାଇଁ କିଛି ସମୟ ଦେଇପାରିବେ କି ନାହିଁ ତାହା କହିବାକୁ ଅନୁରୋଧ କଲି। ଏହିପରି ଭାବରେ ମୋତେ ଟ୍ୟୁସନ୍ ପାଇଁ ବେଶୀ ଦୂର ଯାତ୍ରା କରିବାକୁ ପଡ଼ିବ ନାହିଁ। ଏହା ମୋତେ ଯାତାୟାତର କଷ୍ଟରୁ ରକ୍ଷା କରିବ ଏବଂ ସମୟ ନଷ୍ଟକୁ ରୋକିବ। ମୋ ମା' ସେଦିନ ବିରାଟଙ୍କ ସହ କଥା ହୋଇ ମୋତେ ଜଣାଇଲେ ଯେ ସେ ପ୍ରତିଦିନ ସନ୍ଧ୍ୟା 7ଟାରୁ ରାତି 9ଟା ପର୍ଯ୍ୟନ୍ତ ମୋତେ ପାଠ ପଢ଼ାଇବାକୁ ଆସିବେ। ସେହି ଦିନ ମୁଁ ଶୀଘ୍ର ମୋର ସମସ୍ତ କାମ ସାରିଥିଲି। ମୋର ପୁସ୍ତକ ସଂଗ୍ରହ କରି ଡ୍ରଇଂ ରୁମ୍ରେ ପଢ଼ିବାକୁ ବସିଥିଲି, ଯାହା ଆମ ପ୍ରାର୍ଥନା କୋଠରୀ ପାଖରେ ଥିଲା। ଯେତେବେଳେ ବିରାଟ ଆମ ଘରେ ପହଞ୍ଚିଲେ ସେତେବେଳେ ସନ୍ଧ୍ୟା ପ୍ରାୟ 7:30 ହେବ। ସେତେବେଳେ ବିରାଟ ପ୍ରାୟ 25 ବର୍ଷ ବୟସରେ ଥିଲେ ଏବଂ ତାଙ୍କର ବ୍ୟକ୍ତିତ୍ୱ ଅତ୍ୟନ୍ତ ସୁନ୍ଦର ଥିଲା। ସେ ପ୍ରାୟ 6 ଫୁଟ ଉଚ୍ଚ ଥିଲେ। ତାଙ୍କର ଶରୀର ଦୃଢ଼ ଏବଂ ସୁନ୍ଦର ଥିଲା। ତାଙ୍କର ଲାଜୁଆ ଚେହେରା ସହିତ ତାଙ୍କର ଗହମ ରଙ୍ଗ ଅତ୍ୟନ୍ତ ମନମୁଗ୍ଧକର ଦେଖାଯାଉଥିଲା। ଅନୁଷ୍ଠାନିକ ଅଭିବାଦନ ପରେ ସେ ମୋ ଆଡ଼କୁ ଧ୍ୟାନ ଦେଲେ। ହଁ, ତେବେ ମୋର ଛାତ୍ର ପଢ଼ିବାକୁ ପ୍ରସ୍ତୁତ କି? ମୋ ମୁଣ୍ଡ ହଲାଇ ମୁଁ ଉତ୍ତର ଦେଲି, ହଁ। ସେ କହିଲେ, ବହୁତ ଭଲ। ମୋତେ କୁହ, ତୁମେ କେଉଁ ବିଷୟରେ ସବୁଠାରୁ ଦୁର୍ବଳ ବୋଲି ଅନୁଭବ କରୁଛ? ମୋର ପାଠ୍ୟପୁସ୍ତକ ଉଠାଇ ଏହାର ପୃଷ୍ଠା ଓଲଟାଇ ପୁସ୍ତକ ଉପରେ ଆଖି ସ୍ଥିର ରଖି ବିରାଟ ମୋତେ ତାଙ୍କର ପରବର୍ତ୍ତୀ ପ୍ରଶ୍ନ ପଚାରିଲେ। ମୁଁ ତାଙ୍କୁ ବୁଝାଇଲି ଯେ ମୁଁ ଗଣିତ ଏବଂ ଇଂରାଜୀ ସହିତ ସଂଘର୍ଷ କରୁଛି। ମୁଁ ଟିକେ କୁଞ୍ଚିତ ହୋଇ ବସିଥିଲି ଏବଂ ତାଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ମୁଁ ଏକ ସ୍ପଷ୍ଟ ସଙ୍କୋଚ ଅନୁଭବ କଲି। ଟେବୁଲ ଉପରେ ପୁସ୍ତକ ରଖି ବିରାଟ ମୋ ଆଡ଼କୁ ଚାହିଁ କହିଲେ, ଯଦି ତୁମେ ଏତେ ନର୍ଭସ୍ ଏବଂ ସଙ୍କୋଚ ହୋଇ ରହିବ, ତେବେ ମୁଁ ଭାବୁନାହିଁ ଯେ ମୁଁ ତୁମକୁ ଯାହା ଶିଖାଇବି ତାହା ତୁମେ ମନେ ରଖିପାରିବ। ତେଣୁ ଭୟ କିମ୍ବା ସଙ୍କୋଚ କରିବାର କୌଣସି ଆବଶ୍ୟକତା ନାହିଁ। ଆମେ ଏକ ବହୁତ ବନ୍ଧୁତ୍ୱପୂର୍ଣ୍ଣ ପରିବେଶରେ ଅଧ୍ୟୟନ କରିବା ଏବଂ ଆମେ ଯାହା କିଛି ବି ଶିଖିବା ତାହା ଆମେ ନିଶ୍ଚିତ ଭାବରେ ମନେ ରଖିବା। ହଁ, ଠିକ୍ ଅଛି। ମୁଁ ଟିକେ ଅଧିକ ଶାନ୍ତ ଦେଖାଇବାକୁ ଚେଷ୍ଟା କରି ଉତ୍ତର ଦେଲି। ସେ ପ୍ରତିଦିନ ପ୍ରକୃତରେ ଅଧିକ ଅଧ୍ୟୟନ ହୋଇନଥିଲା। ତଥାପି ତାଙ୍କର କଥାବାର୍ତ୍ତା ଏବଂ ମଜାଦାର ହାସ୍ୟରସ ମାଧ୍ୟମରେ ବିରାଟ ମୋର ସଙ୍କୋଚ ଦୂର କରିବାରେ ସଫଳ ହେଲେ। ମୁଁ ସେତେବେଳକୁ ବହୁତ ଆରାମ ଅନୁଭବ କଲି, ଏତେ ଯେ ମୁଁ ମୋର ନିଜସ୍ୱ ମଜା ସହିତ ବିରାଟଙ୍କ ହାସ୍ୟରସକୁ ଉତ୍ତର ଦେବା ଆରମ୍ଭ କଲି। ମୋର ଖେଳୁଆଳ ସ୍ୱଭାବ ଜାଗ୍ରତ ହୋଇଯାଇଥିଲା। ବିରାଟ ମୋତେ କିଛି ଗଣିତ ଅଭ୍ୟାସ କରାଇଲେ ଏବଂ ତାପରେ ପରବର୍ତ୍ତୀ ସମୟରେ ଇଂରାଜୀରୁ ଆରମ୍ଭ କରିବାକୁ ପରାମର୍ଶ ଦେଇ ସେ ଚାଲିଯିବାକୁ ଉଠିଲେ। ମା ତାଙ୍କୁ ଅଟକାଇଲେ। ବାହାରକୁ ଯିବା ପୂର୍ବରୁ ଚା ପିଇବା ପାଇଁ ଜିଦ୍ କଲେ। ବିରାଟ ରାଜି ହେଲେ ଏବଂ ଚା ପିଇବା ପାଇଁ ବସିଲେ। ଚା'ର ମଜା ନେବା ଏବଂ ହାଲୁକା କଥାବାର୍ତ୍ତା ପରେ ବିରାଟ ଆସନ୍ତାକାଲି ସନ୍ଧ୍ୟା 7ଟାରେ ଫେରିବା ପ୍ରତିଶ୍ରୁତି ଦେଇ ବିଦାୟ ନେଲେ। ପ୍ରାୟ 2 ସପ୍ତାହ ପର୍ଯ୍ୟନ୍ତ ଏହିପରି ଚାଲିଲା। ସେ ଅତ୍ୟନ୍ତ ସମୟାନୁବର୍ତ୍ତୀ ଥିଲେ, ସବୁବେଳେ ସମୟ ସୀମାରେ ପହଞ୍ଚୁଥିଲେ, ଶୀଘ୍ର କାମ ସାରି ଚାଲିଯାଉଥିଲେ। ତାଙ୍କର ବ୍ୟକ୍ତିତ୍ୱ ନିଃସନ୍ଦେହ ମନୋରମ ଥିଲା ଏବଂ ତାଙ୍କର ଶିକ୍ଷାଦାନ ଏବଂ ଧାରଣା ବ୍ୟାଖ୍ୟା କରିବାର ଶୈଳୀ ଉତ୍କୃଷ୍ଟ ଥିଲା। ଫଳସ୍ୱରୂପ ମୁଁ ବିରାଟଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଆକର୍ଷିତ ହୋଇଯାଇଥିଲି ଏବଂ ତାଙ୍କ ଉପସ୍ଥିତିରେ ସମ୍ପୂର୍ଣ୍ଣ ଆରାମ ଅନୁଭବ କରୁଥିଲି।
ଗୋଟିଏ ଦିନ ଯେତେବେଳେ ବିରାଟ ମୋତେ କିଛି ଗଣିତ ଅଭ୍ୟାସ ପାଇଁ ମାର୍ଗଦର୍ଶନ କରୁଥିଲେ, ମା ଚା ଆଣିଥିଲେ। ସେ କପ୍ ଗୁଡ଼ିକୁ ଟେବୁଲ ଉପରେ ରଖିଲେ ଏବଂ ପ୍ରଥମେ ଚା ପିଇବାକୁ ପରାମର୍ଶ ଦେଲେ। ଏହା କହି ସେ ରୋଷେଇ ଘରକୁ ଫେରି ଆସିଲେ। ଗଣିତ ଏକ୍ସରସାଇଜ ସମାପ୍ତ ହେବା ପରେ ମୁଁ ବିରାଟକୁ ଦେବା ପାଇଁ ଏକ ଚା କପ୍ ଉଠାଇଲି। କିନ୍ତୁ କ'ଣ ହେଲା କେଜାଣି ମୋର ହାତ ହଠାତ୍ ଥରି ଉଠିଲା ଏବଂ କପ୍ର ସମସ୍ତ ଚା ବିରାଟଙ୍କ ଉପରେ ପଡ଼ିଗଲା। ତାଙ୍କ ଟ୍ରାଉଜର ଏବଂ ସାର୍ଟ ଭିଜିଗଲା। ମୁଁ ସମ୍ପୂର୍ଣ୍ଣ ଦୁଃଖିତ ହୋଇଗଲି। ମୁଁ ଶୀଘ୍ର ଯାଇ ଏକ ଗାମୁଛା ଧରି ଆସିଲି। ମୁଁ ବାରମ୍ବାର କହିଲି, ମୁଁ ବହୁତ ଦୁଃଖିତ, ଦୟାକରି ମୋତେ କ୍ଷମା କରନ୍ତୁ। ଏହା କହି ତାଙ୍କ ସାର୍ଟକୁ ଟାୱେଲରେ ପୋଛି ଶୁଖାଇବା ପାଇଁ ଚେଷ୍ଟା କରୁଥିଲି। ବିରାଟ କେବଳ ହସି କହିଲେ, ଚାରେ ଯେତିକି ଭିଜି ନାହିଁ, କିନ୍ତୁ ଏବେ ତୁମେ ନିଶ୍ଚିତ ଭାବରେ ଭିଜାଇ ଦେବ। ମୁଁ ତାଙ୍କର ଏହି କଥାଟିକେ ବି ବୁଝିପାରିଲି ନାହିଁ। ତେଣୁ ମୁଁ ପୂର୍ବପରି ଟାୱେଲରେ ତାଙ୍କ ସାର୍ଟକୁ ଶୁଖାଇବା ଜାରି ରଖିଲି। ମୁଁ ହୁଏତ ତାଙ୍କୁ ସେହି ଟାୱେଲରେ ଆହୁରି କିଛି ସମୟ ଶୁଖାଇଥାନ୍ତି, କିନ୍ତୁ ବିରାଟ ମୋତେ ଅଟକାଇଲେ। ମୋର ଦୁଇ କାନ୍ଧକୁ ଧରି ଠିଆ କରାଇ କହିଲେ, ବହୁତ ହେଲା ନନ୍ଦିନୀ। ଘରେ ସମସ୍ତେ ମୋତେ ଏହି ନାମରେ ଡାକୁଥିଲେ। ସବୁ ଠିକ୍ ଅଛି, ତୁମେ ଅଯଥାରେ ଚିନ୍ତିତ ହେଉଛ। କିନ୍ତୁ ମୁଁ ବହୁତ ଲଜ୍ଜିତ ଅନୁଭବ କଲି। ସେଥିପାଇଁ ଯେତେବେଳେ ମୁଁ ତାଙ୍କରି ଏପରି ସହାନୁଭୂତି ଦେଖାଇବାର ଦେଖିଲି, ମୋ ଆଖିରେ ଲୁହ ଆସିଗଲା। ମୋତେ କାନ୍ଦୁଥିବାର ଦେଖି ସେ ମୋତେ ତାଙ୍କ ବାହୁରେ ଆଲିଙ୍ଗନ କରି ତାଙ୍କ ଛାତିରେ ଲଗାଇ ଧରିଲେ ଏବଂ ମୋ କପାଳରେ ଚୁମ୍ବନ ଦେଇ କହିଲେ, ଆରେ ତୁମେ ପାଗଳୀ ହେଲ କି? ତୁମେ କାହିଁକି କାନ୍ଦୁଛ? ତୁମେ ଜାଣିଶୁଣି ଚା ଢାଳି ଦେଇନାହଁ, ଠିକ୍? ଏହା କେବଳ ଏକ ଦୁର୍ଘଟଣା ଥିଲା। ତାଙ୍କ ସାନ୍ତ୍ୱନାର କଥା ମୋତେ ଶକ୍ତି ଦେଲା ଏବଂ ମୋର ଲୁହ ପୋଛି ମୁଁ ଉତ୍ତର ଦେଲି, ମୁଁ ଜାଣେ ଏହା ଏକ ଦୁର୍ଘଟଣା ଥିଲା। କିନ୍ତୁ ଦୁର୍ଘଟଣା ମଧ୍ୟ କୌଣସି ନା କୌଣସି ଭୁଲର ଫଳାଫଳ ହୋଇଥାଏ ଏବଂ ଏହି ଦୁର୍ଘଟଣା ଘଟାଇଥିବା ଭୁଲ ପାଇଁ ମୁଁ ଦାୟୀ। ବିରାଟ ହୁଏତ ମନକୁ ହାଲୁକା କରିବାକୁ ଚାହୁଁଥିଲେ। କହିଲେ, ନନ୍ଦିନୀ, ମୁଁ ଏଠାରେ ତମକୁ ପ୍ରତିଦିନ ଏପରି ଦୁର୍ଘଟଣା ଘଟାଇବାକୁ ଅନୁମତି ଦେଉଛି। ସେ ହସୁଥିଲେ, ଏକ ଅଦ୍ଭୁତ ଗମ୍ଭୀର ପ୍ରକାରର ହସ, ଯାହା ମୁଁ ବୁଝିପାରିଲି ନାହିଁ। ତାଙ୍କୁ ହସୁଥିବା ଦେଖି ମୁଁ ମଧ୍ୟ ହସିଲି। ବିରାଟ କହିଲେ, ଆସ, ଦୁର୍ଘଟଣା ଯେଉଁଠାରୁ ଘଟିଥିଲା ସେହିଠାରୁ ଆରମ୍ଭ କରିବା। ଏହା କହି ସେ ମୋତେ ତାଙ୍କ ବାହୁ ବନ୍ଧନରୁ ମୁକ୍ତ କଲେ। ମୁଁ ମୋ ଚେୟାରକୁ ଫେରିଗଲି ଏବଂ ମୋର ପୁସ୍ତକ ଖୋଲିବାକୁ ଯାଉଥିଲି। ସେତେବେଳେ ବିରାଟ କହିଲେ, ଆଜି ପାଇଁ ଆମର କାମ ସମାପ୍ତ ହୋଇଗଲା ବୋଲି ଭାବିବା। ମୁଁ ଏବେ ଯାଉଛି, କାରଣ ଏହି ଅବସ୍ଥାରେ ମୁଁ ତୁମକୁ କିଛି ପଢ଼ାଇ ପାରିବି ନାହିଁ। ବିରାଟ କେଉଁ ଅବସ୍ଥା ବିଷୟରେ କହୁଥିଲେ ତାହା ମୋତେ ସମ୍ପୂର୍ଣ୍ଣ ଭାବରେ ଜଣା ନଥିଲା। ସେହିଦିନ ଯେତେବେଳେ ମୁଁ ବିଛଣାରେ ଶୋଇଥିଲି, ଏହି ଘଟଣା ସ୍ମୃତି ମୋ ମନରେ ବାରମ୍ବାର ଉଙ୍କି ମାରୁଥିଲା। ଯେତେବେଳେ ଏହା ଘଟିଥିଲା ସେତେବେଳେ ଏହା ସବୁ ମୋତେ ବହୁତ ସାମାନ୍ୟ ମନେ ହେଉଥିଲା। କିନ୍ତୁ ଏବେ ସେହି ଘଟଣାଗୁଡ଼ିକ ଉପରେ ଚିନ୍ତନ କରିବା ବହୁତ ସୁଖଦ ଲାଗୁଥିଲା ଏବଂ ମୁଁ ଏହା ବୁଝିବା ପୂର୍ବରୁ ନିଦ ମୋତେ ଘେରିଗଲା ଏବଂ ମୁଁ ନିଦ୍ରାର ଗଭୀର ଉପତ୍ୟକାରେ ଭାସିଗଲି। ମୋର ଚିନ୍ତାଧାରା ଘୂର୍ଣ୍ଣନ ଆରମ୍ଭ କଲା। ସେହି ରାତିରେ ମୋ ସ୍ୱପ୍ନରେ ବିରାଟକୁ ବାରମ୍ବାର ଦେଖିଲି। କେତେବେଳେ ଆମେ ଏକ ପବିତ୍ର ନଦୀ କୂଳରେ ବସି କଥା ହେଉଥିଲୁ ତ ଅନ୍ୟ ସମୟରେ ଆମେ ଏକ ପାର୍କର ଏକ ଶାନ୍ତ କୋଣରେ ଏକ ବେଞ୍ଚରେ ବସି ରହସ୍ୟମୟ କଥା ଆଲୋଚନା କରୁଥିଲୁ। କେତେବେଳେ ଆମେ ପର୍ବତ, ଜଙ୍ଗଲ ଏବଂ ମରୁଭୂମି ଦେଇ ବୁଲି ଯାଉଥିଲୁ ତ ଅନ୍ୟ ସମୟରେ ଆମେ ସମୁଦ୍ରରେ ଖେଳୁଥିବା ଉଛୁଳୁଥିବା ଢେଉ ମଧ୍ୟରେ ମଜା କରୁଥିଲୁ। ମୂଳତଃ ସେହି ରାତିରେ ବିରାଟ ଏବଂ ମୁଁ ଏକାଠି ସମଗ୍ର ବିଶ୍ୱ ଭ୍ରମଣ କରିଥିଲୁ। ମୁଁ ସେଦିନ ବହୁତ ଭଲ ନିଦରେ ଶୋଇଥିଲି। ଯେତେବେଳେ ମୁଁ ସକାଳେ ଉଠିଲି, ମୋର ସ୍ୱପ୍ନର ପ୍ରତ୍ୟେକ ଦୃଶ୍ୟ ମୋ ମନରେ ସ୍ଥାନିତ ହୋଇଗଲା। ମୁଁ କେବଳ ବିଛଣାରୁ ଉଠିବାକୁ ଚାହୁଁନଥିଲି, ମୁଁ ସେହି ସ୍ୱପ୍ନର ଦୁନିଆକୁ ପଛରେ ପକାଇବାକୁ ଚାହୁଁନଥିଲି। ମୁଁ କାହିଁକି ଏପରି ଅନୁଭବ କରୁଥିଲି ତାହା ମୁଁ ବୁଝିପାରିଲି ନାହିଁ। କିନ୍ତୁ ଯାହା ହେଉ, ଏହା ଅତ୍ୟନ୍ତ ଆନନ୍ଦଦାୟକ ଥିଲା। ପରଦିନ ସନ୍ଧ୍ୟାରେ ଯେତେବେଳେ ବିରାଟ ଆମ ଘରେ ପହଞ୍ଚିଲେ, ମୁଁ ସେତେବେଳେ ଗାଧୋଇ ଫେରୁଥିଲି। ମୋର କେଶ ଏପର୍ଯ୍ୟନ୍ତ ଓଦା ଥିଲା ଏବଂ ସେଥିରୁ ପାଣି ଟପକୁଥିଲା। ମୁଁ ବିରାଟଙ୍କ ଦୃଷ୍ଟିକୁ ବାରମ୍ବାର ମୋ ଆଡ଼କୁ ଘୂରି ବୁଲୁଥିବାର ଅନୁଭବ କରିପାରୁଥିଲି। ମୁଁ ପୂର୍ବରୁ ବିରାଟଙ୍କୁ ସ୍ୱପ୍ନରେ ସ୍ଥାନିତ କରିସାରିଥିଲି, କିନ୍ତୁ ଏବେ ଲାଗୁଥିଲା ଯେପରି ତାଙ୍କ ମନରେ ମଧ୍ୟ କିଛି ଆଲୋଡ଼ନ ସୃଷ୍ଟି କରୁଛି। ସେଦିନ ଆମର ପାଠପଢ଼ା ସମୟରେ ଅଜବ ଏବଂ ଅସାଧାରଣ ଚିନ୍ତାଧାରା ମୋ ମନକୁ ବାରମ୍ବାର ଆକର୍ଷିତ କରୁଥିଲା।
ମୁଁ ଜାଣିନଥିଲି ପ୍ରେମ କ'ଣ, କିନ୍ତୁ ଗୋଟିଏ କଥା ନିଶ୍ଚିତ ଥିଲା, ବିରାଟଙ୍କ ଚିନ୍ତାଧାରା ମୋତେ ସମ୍ପୂର୍ଣ୍ଣ ଭାବରେ ଆକର୍ଷିତ କରୁଥିଲା। ମୁଁ ପୂର୍ବରୁ ମୋ ଜୀବନରେ ଏପରି ଭାବନା କେବେ ଅନୁଭବ କରିନଥିଲି। ଗୋଟିଏ ସମୟରେ ଯେତେବେଳେ ବିରାଟ ମୋତେ ଗଣିତ ସମସ୍ୟାର ଏକ ସେଟ୍ ମାଧ୍ୟମରେ ମାର୍ଗଦର୍ଶନ କରୁଥିଲେ, ମୁଁ ତାଙ୍କର ବହୁ ନିକଟରେ ବସିଥିଲି। ଏହା ମୋର ଇଚ୍ଛାକୃତ ନଥିଲା, ବରଂ ଏହା ସମ୍ପୂର୍ଣ୍ଣ ଦୈବ ଯୋଗ ଦ୍ୱାରା ଘଟିଥିଲା। ଶେଷରେ ଯେତେବେଳେ 9ଟା ବାଜିଲା ଏବଂ ବିରାଟ ଘରକୁ ଯିବା ପାଇଁ ଉଠିଲେ, ମୁଁ ମୋର ପୁସ୍ତକ ସଂଗ୍ରହ କରି ଠିଆ ହେଲି। ଯେତେବେଳେ ସେ ମୋ ପାଖ ଦେଇ ଗଲେ, ସେ ବହୁ ଧୀରେ ଫୁସ୍ଫୁସ୍ କରି କହିଲେ, ନନ୍ଦିନୀ, ତୁମେ ବହୁତ ସୁନ୍ଦର ଦେଖାଯାଉଛ। ମୁଁ ଆଶ୍ଚର୍ଯ୍ୟ ହୋଇ ତାଙ୍କ ଆଡ଼କୁ ଚାହିଁଲି, କିନ୍ତୁ ସେହି ମୁହୂର୍ତ୍ତ ସେ ଦୂରେଇ ଯାଇଥିଲେ। ତାଙ୍କ କଥା ସାରା ରାତି ମୋ କାନରେ ପ୍ରତିଧ୍ୱନିତ ହେଉଥିଲା। ହୁଏତ ମହିଳାମାନଙ୍କ ବିଷୟରେ ଯାହା କରନ୍ତି ତାହା ସତ୍ୟ, ଯେ ସେମାନେ ସ୍ୱଭାବତଃ ନିଜ ପ୍ରତି ଆକର୍ଷିତ। ସେଥିପାଇଁ ଯେତେବେଳେ ସେମାନେ ପ୍ରଶଂସା ପାଆନ୍ତି, ସେମାନେ କେବଳ ସେମାନଙ୍କର ଆନନ୍ଦକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ। ପରଦିନ ବିରାଟ ଠିକ୍ ସମୟରେ ପୁଣି ଥରେ ପହଞ୍ଚିଲେ। ଆମେ ଆମର ପାଠପଢ଼ା ଆରମ୍ଭ କରିନଥିଲୁ, ସେତେବେଳେ ବିଦ୍ୟୁତ୍ ଚାଲିଗଲା। ମୁଁ ଦୀପ କିମ୍ବା ମହମବତୀ ଜାଳିବାକୁ ଉଠିଲି ଏବଂ ତାହାକୁ ଆଣିବାକୁ ଯିବାକୁ ଲାଗିଲି, କିନ୍ତୁ ବିରାଟ ମୋ ହାତ ଧରି କହିଲେ, ଆମକୁ କେଉଁ ମୁକ୍ତାର ମାଳି ପାଇଁ ସୂତା ସଜାଡ଼ିବାକୁ ଅଛି। ଆସ, ଏଠାରେ ବସି କଥା ହେବା। କିଛି ସମୟ ମଧ୍ୟରେ ବିଦ୍ୟୁତ୍ ଫେରିଆସିବ। ତେଣୁ ମୁଁ ତାଙ୍କ ପାଖରେ ବସିଲି। ଆମେ ଛୋଟ ଛୋଟ କଥାବାର୍ତ୍ତା କରିବାକୁ ଲାଗିଲୁ। ବିରାଟ ମୋ ହାତକୁ ସେହିପରି ଧରି କହିଲେ, ଯଦିଓ ମୁଁ ଟିକେ ଅସ୍ୱସ୍ତିକର ଅନୁଭବ କରୁଥିଲି, ଯଦିଓ ବିରାଟଙ୍କ ପ୍ରେମ ମୋତେ ସମ୍ପୂର୍ଣ୍ଣ ଭାବରେ ଅଭିଭୂତ କରିସାରିଥିଲା ଏବଂ ତାଙ୍କର ପ୍ରଭାବଶାଳୀ ବ୍ୟକ୍ତିତ୍ୱ ମୋ ଉପରେ ଯାଦୁ କରିଦେଇଥିଲା, ମୁଁ ଆଶା କରିନଥିଲି ଯେ ଜିନିଷଗୁଡ଼ିକ ଏତେ ଶୀଘ୍ର ଗତି କରିବ। କୋଠରୀ ଅନ୍ଧାର ଥିବାରୁ ଆମେ ପରସ୍ପରର ମୁହଁର ଭାବନା ଜାଣିପାରୁନଥିଲୁ। ସତ କହିବାକୁ ଗଲେ ତାଙ୍କ ହାତ ମୋ ଉପରେ ରହିବାର ଅନୁଭବ ମୋତେ ବହୁତ ଭଲ ଲାଗୁଥିଲା। ତଥାପି ଏକ ଅନ୍ତର୍ନିହିତ ଭୟ ମୋତେ ଅଟକାଇ ରଖିଲା। ଯଦି ବିରାଟଙ୍କ ବ୍ୟତୀତ ଅନ୍ୟ କେହି ହୋଇଥାନ୍ତେ, ତେବେ ମୁଁ ସମ୍ପୂର୍ଣ୍ଣ ନିଶ୍ଚିତ ଭାବରେ କହିପାରିବି ଯେ ମୁଁ ତୁରନ୍ତ ମୋ ହାତ ଛଡ଼ାଇ ନେଇଥାନ୍ତି। କିନ୍ତୁ ଯେତେବେଳେ ବିରାଟଙ୍କ କଥା ଆସିଲା, ମୁଁ ପୂର୍ବରୁ ସବୁକିଛି ତାଙ୍କ ପାଇଁ ତ୍ୟାଗ କରିସାରିଥିଲି। ତଥାପି ମୁଁ ବର୍ତ୍ତମାନ ଯାହା ଘଟୁଛି ତାହା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ନଥିଲି କିମ୍ବା ଇଚ୍ଛା କରୁନଥିଲି। ମୁଁ ଅଧିକରୁ ଅଧିକ ଅସହଜ ଅନୁଭବ କରିବାକୁ ଲାଗିଲି। ଫଳସ୍ୱରୂପ ମୁଁ ଧୀରେ ମୋର ହାତକୁ ପ୍ରତ୍ୟାହାର କରି ଠିଆ ହେଲି ଏବଂ ଶୌଚାଳୟକୁ ଯିବାକୁ ବାହାନରେ ଯିବାକୁ ଲାଗିଲି। କିନ୍ତୁ ମୁଁ ଉଠିଯିବା ମାତ୍ରେ ମୁଁ ଜାଣିପାରିଲି ନାହିଁ ଯେ ମୋର କ'ଣ ହେଲା। ମୁଁ ଝୁଣ୍ଟି ପଡ଼ିଲି। ସେହି ମୁହୂର୍ତ୍ତରେ ବିରାଟ ମୋତେ ସ୍ଥିର କରିବା ପାଇଁ ହାତ ବଢ଼ାଇଲେ। ମୋତେ ପଡ଼ିବାରୁ ରକ୍ଷା କଲେ। ମୁଁ ଭୟଙ୍କର ଭାବରେ ଭୟଭୀତ ହୋଇଗଲି। ମୁଁ ଶୌଚାଳୟ ଆଡ଼କୁ ଶୀଘ୍ର ପଳାଇଗଲି। ମୋର ପ୍ରକୃତରେ ଯିବାର କୌଣସି ଶାରୀରିକ ଆବଶ୍ୟକତା ନଥିଲା, କିନ୍ତୁ ମୋ ମୁହଁରେ କିଛି ଥଣ୍ଡା ପାଣି ଛିଞ୍ଚିବା ଦ୍ୱାରା ମୁଁ ଅନୁଭବ କରୁଥିବା ଗରମ ଏବଂ ଉତ୍ତେଜନାକୁ କମ୍ କରିବାରେ ସାହାଯ୍ୟ କରିଥିଲା। ମୁଁ ଏବେ ବି ଶୌଚାଳୟ ଭିତରେ ଥିଲି। ବିଦ୍ୟୁତ୍ ଫେରିଆସିବା ପରେ ଯେତେବେଳେ ମୁଁ ଡ୍ରଇଂ ରୁମ୍କୁ ଫେରିଆସିଲି, ବିରାଟ ଆଉ ସେଠାରେ ନଥିଲେ। ମୁଁ ବିସ୍ମିତ ଅନୁଭବ କଲି। ସେ କାହିଁକି କିଛି ନ କହି ଚାଲିଗଲେ। ଠିକ୍ ସେହି ସମୟରେ ମା ଡ୍ରଇଂ ରୁମ୍ରେ ପ୍ରବେଶ କଲେ ଏବଂ କହିଲେ ଯେ ବିରାଟ କହୁଥିଲେ ଯେ ତାଙ୍କର ମୁଣ୍ଡବିନ୍ଧା ହେଉଛି। ଯେହେତୁ ବିଦ୍ୟୁତ୍ ମଧ୍ୟ ନାହିଁ, ସେ ଘରକୁ ଫେରିଯାଇଛନ୍ତି। ମୁଁ ମଧ୍ୟ ମୋର ପୁସ୍ତକ ସଂଗ୍ରହ କରି ମୋ ଶୟନ କକ୍ଷକୁ ଫେରିଗଲି। ମୋର ଚିନ୍ତାଧାରା ସମ୍ପୂର୍ଣ୍ଣ ଭାବରେ ବିରାଟଙ୍କ ଚାରିପାଖରେ ଘୂରି ବୁଲୁଥିଲା। ସେହି ରାତିରେ ମଧ୍ୟ ମୁଁ ତାଙ୍କ ଚିନ୍ତାରେ ବୁଡ଼ି ଶୋଇପଡ଼ିଲି। ପରଦିନ ସକାଳେ ଉଠିବା ପରେ ମୁଁ ସାରା ଦିନ ବିରାଟଙ୍କ ସ୍ମୃତିରେ ହଜିଯାଇ ବିତାଇଲି। ସନ୍ଧ୍ୟା ସମ୍ପୂର୍ଣ୍ଣ ସ୍ଥିର ହେବା ପୂର୍ବରୁ ମୁଁ ଅସ୍ଥିର ପ୍ରତୀକ୍ଷା ସହିତ ସନ୍ଧ୍ୟାକୁ ଅପେକ୍ଷା କରିବାକୁ ଲାଗିଲି। ମୁଁ ଉତ୍ସାହର ସହିତ ବିରାଟକୁ ଅପେକ୍ଷା କରିବାକୁ ଲାଗିଲି। ମୁଁ ଦେଖିବାକୁ ଚାହୁଁଥିଲି ଯେ ବିରାଟ ଆଜି କିପରି ବ୍ୟବହାର କରିବେ, କିନ୍ତୁ ନିର୍ଦ୍ଧାରିତ ସମୟ ଆସିବା ସତ୍ତ୍ୱେ ସେ ଆସିଲେ ନାହିଁ। ମୁଁ ଅପେକ୍ଷା କରି ରହିଲି, କିନ୍ତୁ ମୋର ଅପେକ୍ଷା କେବଳ ଅପେକ୍ଷାରେ ହିଁ ରହିଗଲା। ଯେତେବେଳେ ସେ ରାତି 8ଟା ସୁଦ୍ଧା ପହଞ୍ଚି ନଥିଲେ, ମୁଁ ମା'ଙ୍କୁ କହିଲି, ମା, ଜଣା ନାହିଁ ବିରାଟ ଆଜି କାହିଁକି ଆସିଲେ ନାହିଁ। ମା ଉତ୍ତର ଦେଲେ, ହୁଏତ ତାର ଅନ୍ୟ କୌଣସି କାମ ଆସିଗଲା ଏବଂ ସେଥିପାଇଁ ସେ ଆସିପାରିଲା ନାହିଁ। ମୁଁ କହିଲି, ନା ମା, ଗତକାଲି ସେ ଯେତେବେଳେ ଚାଲିଗଲେ ତାଙ୍କର ସ୍ୱାସ୍ଥ୍ୟ ଭଲ ନଥିଲା। କିଏ ଜାଣେ, ସେ ଏପର୍ଯ୍ୟନ୍ତ ସୁସ୍ଥ ହୋଇନଥିବେ। ମା, ଦୟାକରି ମାଈଙ୍କୁ ଫୋନ୍ କରି ତାଙ୍କୁ ପଚାରି ପାରିବ କି?
ମାଆଙ୍କୁ ମଧ୍ୟ ହଠାତ୍ କିଛି ମନେ ପଡ଼ିଲା। ତେଣୁ ସେ ମାଇଁଙ୍କୁ ଫୋନ୍ କଲେ। ସେତେବେଳେ ମାଇଁ କହିଲେ ଯେ ବିରାଟ ପୂର୍ବ ଦିନଠାରୁ ପ୍ରବଳ ଜ୍ୱରରେ ଥରି ଯାଉଛି। ଏହା ଜାଣିବା ପରେ ମୁଁ ତୀବ୍ର ଚିନ୍ତାର ଏକ ଲହରୀ ଅନୁଭବ କଲି। ମୋ ହୃଦୟ ତୁରନ୍ତ ଯାଇ ତାଙ୍କ ଜ୍ୱରକୁ ନିଜ ଉପରେ ନେବାକୁ ଚାହୁଁଥିଲା। କିନ୍ତୁ ସେହି ମୁହୂର୍ତ୍ତରେ ମୁଁ କ'ଣ କରିପାରିବି? ପରଦିନ ସକାଳେ ମାଆଙ୍କୁ ସାଙ୍ଗରେ ନେଇ ମୋ ମାମୁଁଙ୍କ ଘରକୁ ତାଙ୍କ ବିଷୟରେ ଜାଣିବାକୁ ଗଲି। ସେଠାରେ ମୁଁ ଦେଖିଲି ଯେ ବିରାଟ ପ୍ରକୃତରେ ଜ୍ୱର ଯୋଗୁଁ ତାଙ୍କ ବିଛଣାରେ ପଡ଼ି ରହିଛନ୍ତି। କିଛି ସୌଜନ୍ୟପୂର୍ଣ୍ଣ ଆଶୀର୍ବାଦ ନେବା ପରେ ମୁଁ ସେଠାରେ ବସିଗଲି। ମା ଏବଂ ମାଇଁ ମଧ୍ୟ ଏକାଠି ବସି ନିଜ ନିଜ କଥାବାର୍ତ୍ତାରେ ମଗ୍ନ ହୋଇଗଲେ। ବିରାଟ ଥରେ ଆମ ଆଡ଼କୁ ଚାହିଁଲେ, ତାପରେ ପୁଣି ଆଖି ବନ୍ଦ କରିଦେଲେ। ମା ଏବଂ ମାଇଁଙ୍କ ଉପସ୍ଥିତିରେ ଆମେ ପରସ୍ପର ସହିତ କଥା ହୋଇପାରିଲୁ ନାହିଁ। ଫଳସ୍ୱରୂପ ଆମେ ନୀରବରେ ବସି ରହିଲୁ। ଯେତେବେଳେ ମା ଏବଂ ମାଇଁ ସେମାନଙ୍କର କଥାବାର୍ତ୍ତା ଜାରି ରଖିଲେ, ସେମାନଙ୍କ କଥାବାର୍ତ୍ତା ସମୟରେ ମାଇଁ କହିଲେ ଯେ ତାଙ୍କ ବନ୍ଧୁଙ୍କ ଝିଅର ବିବାହ ହେଉଛି। ଏହି କାର୍ଯ୍ୟକ୍ରମରେ ତାଙ୍କୁ ଯୋଗ ଦେବାକୁ ଯିବାକୁ ଥିଲା, କିନ୍ତୁ ସେ ଯାଇପାରିବେ ନାହିଁ। ମା ପଚାରିଲେ, ତୁମେ କାହିଁକି ଯାଇପାରିବ ନାହିଁ? ମାଇଁ ଉତ୍ତର ଦେଲେ, ମୁଁ ଯାହା ସହିତ ଯିବା କଥା ଥିଲା ସେ ତ ଶଯ୍ୟାଶାୟୀ ଏବଂ ତୁମର ଭାଇ ମୋ ସହିତ ଯିବା ପାଇଁ ଅଫିସରୁ ଛୁଟି ନେଇପାରିବେ ନାହିଁ, ନଚେତ୍ ତାଙ୍କ ସହ ଚାଲି ଯାଇଥାନ୍ତି। ଯେହେତୁ ମାଇଁଙ୍କ ବନ୍ଧୁକୁ ମା ପୂର୍ବରୁ ଜାଣିଥିଲେ ଏବଂ ସେ କେଉଁଠାରେ ରହୁଥିଲେ ସେ ବିଷୟରେ ଅବଗତ ଥିଲେ, ସେଥିପାଇଁ ସେ ମାଇଁଙ୍କୁ କହିଲେ, ତୁମର ବନ୍ଧୁ କେଉଁ ଦୂର ସହରରେ ରହୁଛନ୍ତି ଯେ ବାସ୍ ଏକ ଟ୍ୟାକ୍ସିରେ ଚଢ଼, ଆଉ ତୁମେ 2 କିମ୍ବା 3 ଘଣ୍ଟା ମଧ୍ୟରେ ଫେରି ଆସିପାରିବ। ଏହା ଶୁଣିବା ପରେ ମୋ ମନରେ ଏକ ଭାବନା ଆସିଲା। ଯଦି ମା ଏବଂ ମାଇଁ ବିବାହକୁ ଗଲେ, ତେବେ ମୁଁ ବିରାଟଙ୍କ ସହିତ ଏକା ରହିବାର ସୁଯୋଗ ପାଇବି। ଏହି ଚିନ୍ତାଧାରା ମନେ ରଖି ମୁଁ ମାଆଙ୍କୁ ସମର୍ଥନ କରିବାକୁ ଲାଗିଲି। ମାଇଁ, ଯଦି ତୁମର ବନ୍ଧୁ ଏହି ସହରରେ ରହୁଛନ୍ତି, ତେବେ ତୁମକୁ ପ୍ରକୃତରେ ସେଠାକୁ ଯିବା ଉଚିତ। ବିରାଟଙ୍କ ବିଷୟରେ ଚିନ୍ତା କର ନାହିଁ। ମୁଁ ଆଗାମୀ 2 କିମ୍ବା 3 ଘଣ୍ଟା ପାଇଁ ତାଙ୍କର ଭଲ ଭାବରେ ଯତ୍ନ ନେବି। ମୁଁ ମା ଏବଂ ମାଇଁ ଉଭୟଙ୍କୁ ବିବାହରେ ଯୋଗ ଦେବାକୁ ରାଜି କରାଇଲି। ଯଦିଓ ମା ପ୍ରକୃତରେ ଯିବାକୁ ଚାହୁଁନଥିଲେ। ସେମାନେ ଚାଲିଯିବା ପରେ ବିରାଟ ଏବଂ ମୁଁ ଶେଷରେ ଘରେ ଏକା ଥିଲୁ। ପ୍ରାୟ 15 ମିନିଟ୍ ପର୍ଯ୍ୟନ୍ତ ଆମେ କେହି କିଛି କହିଲୁ ନାହିଁ। ବିରାଟ ପୂର୍ବ ପରି ସେଠାରେ ପଡ଼ି ରହିଥିଲେ। ତାଙ୍କ ଆଖି ବନ୍ଦ ହୋଇଥିଲା। ହୁଏତ ସେ ମୋ ତରଫରୁ କଥାବାର୍ତ୍ତା ଆରମ୍ଭ କରିବା ପାଇଁ ଅପେକ୍ଷା କରିଥିଲେ। କିନ୍ତୁ ମୁଁ ଅନିଶ୍ଚିତ ଅବସ୍ଥାରେ ରହିଲି। କିପରି ଆରମ୍ଭ କରିବି କିମ୍ବା କ'ଣ କହିବି ତାହା ଜାଣିନଥିଲି। ଏକାନ୍ତତା ଏବଂ ନୀରବତା କୋଠରୀ ଉପରେ ଏକ ଅଦ୍ଭୁତ ଗଭୀର ନୀରବତା ସହିତ ଝୁଲି ରହିଥିଲା। ବିରାଟ ମୋ ପାଖକୁ ମୁହଁ ଫେରାଇ ଆଖି ଖୋଲି କହିଲେ, ନନ୍ଦିନୀ, ତୁମେ ମୋତେ ନିଆଁ ଲଗାଇ ଦେଇଛ। ତାଙ୍କ ସ୍ୱର ମୋ କାନରେ ପ୍ରତିଧ୍ୱନିତ ହେଲା। ତାଙ୍କ ଦୃଷ୍ଟି ମୋ ମୁହଁ ଉପରେ ସ୍ଥିର ହୋଇ ରହିଲା। ତୁମେ ବୋଧହୁଏ ଭାବୁଛ ମୁଁ ଜ୍ୱରରେ ଜଳୁଛି, କିନ୍ତୁ ତାହା ନୁହଁ। ଏହି ନିଆଁ ମୋତେ ଗ୍ରାସ କରୁଛି। ଏହା କେବଳ ତୁମର ପ୍ରେମ ଦ୍ୱାରା ପ୍ରଜ୍ୱଳିତ ହୋଇଥିଲା। ଦେଖ, ତୁମେ ଦେଖିପାରୁନାହଁ, ମୁଁ ଜଳୁଛି। ସେ କଥା କହିବା ସମୟରେ ମୋ ହାତ ଧରି ତାଙ୍କ କପାଳ ଉପରେ ରଖିଲେ। ତାଙ୍କ କପାଳ ପ୍ରକୃତରେ ଜଳୁଥିବା ଅଙ୍ଗାର ପରି ଗରମ ଅନୁଭବ ହେଲା। ହଁ ହଁ ବିରାଟ, ମୋ ମୁହଁରୁ କେବଳ ଏତିକି ବାହାରି ପାରିଲା। ବିରାଟ ମୋ ହାତକୁ ତାଙ୍କ ମୁହଁ ଉପରେ ଏକ ଦିଆନାଙ୍କ ପରି ତୀବ୍ରତାରେ ଧରି ରଖିଲେ, ଯେପରି ଜଣେ ଲୋକ ଆବେଗରେ ଗ୍ରାସିତ। ଯେପରି ସେ ସ୍ପର୍ଶର ସାନ୍ତ୍ୱନା ପାଉଥିଲେ ଏବଂ ମୁଁ ମଧ୍ୟ ସେହି ସମାନ ସାନ୍ତ୍ୱନା ପାଉଥିଲି। ମୁଁ ମଧ୍ୟ ପ୍ରେମରେ ପଡ଼ିଯାଇଥିଲି। ନୂତନ ମୋଡ଼, ନୂତନ ଘଟଣା। ଆମେ ଉଭୟ ସେହି ମୁହୂର୍ତ୍ତରେ ସମ୍ପୂର୍ଣ୍ଣ ହଜିଯାଇଥିଲୁ। ଯେତେବେଳେ ଦ୍ୱାରରେ ଏକ ମୃଦୁ ଠକ୍ ଠକ୍ ଶବ୍ଦ ଶୁଣାଗଲା, ଆମର ମନୋଭାବ ଭାଙ୍ଗିଗଲା ଏବଂ ଆମେ ଶୀଘ୍ର ପରସ୍ପରଠାରୁ ଦୂରେଇ ଗଲୁ। ନୀରବ ସ୍ୱରରେ ବିରାଟ ପଚାରିଲେ, କିଏ? ମୋ ପୁଅ। ମା ବିରାଟ ପାଇଁ କିଛି ଔଷଧ ପଠାଇଥିଲେ। ବାହାରୁ ସ୍ୱର ଆସିଲା। ସେ ଆମର ପଡ଼ୋଶୀ ସୁମିତ୍ରା ମାଉସୀ ଥିଲେ, ଯିଏ ପ୍ରାୟତଃ ଆମ ଘରକୁ ଆସୁଥିଲେ। ହଁ ମାଉସୀ, ମୁଁ ତୁରନ୍ତ ଆସୁଛି। ମୁଁ ଶୀଘ୍ର ଦ୍ୱାର ଖୋଲିଲି। ତାଙ୍କଠାରୁ ଔଷଧ ନେଇଗଲି। ସୁମିତ୍ରା ମାଉସୀ ବିରାଟକୁ ଚାହିଁ ଚିନ୍ତାରେ ପଚାରିଲେ, ଆରେ ବିରାଟ, ତୁମର ଜ୍ୱର ଏବେ କିପରି ଅଛି? ତୁମର ମା ମୋତେ କହିଥିଲେ ଯେ ଏହା ବହୁତ ଅଧିକ ଥିଲା। ହସି ହସି ବିରାଟ ଉତ୍ତର ଦେଲେ, ପୂର୍ବ ଅପେକ୍ଷା ଭଲ ଅଛି ମାଉସୀ। ସୁମିତ୍ରା ମାଉସୀ କିଛି ସମୟ ବସି ରହିଲେ। ଘରର କାମ ବିଷୟରେ କିଛି ଭଲ କଥାବାର୍ତ୍ତା କଲେ ଏବଂ ତାପରେ ଚାଲିଗଲେ। ସେ ଚାଲିଗଲା ପରେ ଆମେ ଦୁହେଁ ପୁଣି ସେହି ନୀରବତାରେ ପଡ଼ିଗଲୁ। କିନ୍ତୁ ଏବେ ଆମେ ପୂର୍ବରୁ ଯେଉଁ ସହଜ ସାନ୍ତ୍ୱନା ପାଉଥିଲୁ ତାହା ଚାଲିଗଲା। ସେହି ହଠାତ୍ ବାଧା ପରିବେଶକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେଇଥିଲା।
ବିରାଟ ଧୀରେ ଧୀରେ କହିଲେ, ନନ୍ଦିନୀ, ମୁଁ ଭାବୁଛି ମୁଁ ଏବେ ବିଶ୍ରାମ ନେବା ଉଚିତ। ତୁମେ ମଧ୍ୟ ଯାଇ ତୁମର ପାଠପଢ଼ା କରିବା ଉଚିତ। ଏହା ଶୁଣି ମୋତେ ଟିକେ ଅଜବ ଲାଗିଲା, କିନ୍ତୁ ମୁଁ ବୁଝିପାରିଲି। ମୁଁ ମୋର ପୁସ୍ତକ ଉଠାଇ ମୋ ରୁମ୍କୁ ଫେରି ଆସିଲି। ସେହି ରାତିରେ ମୁଁ ସୁମିତ୍ରା ମାଉସୀଙ୍କ ଗସ୍ତ ଏବଂ ବିରାଟଙ୍କ ଆଚରଣରେ ହଠାତ୍ ପରିବର୍ତ୍ତନ ବିଷୟରେ ଭାବି ଶୋଇପଡ଼ିଲି। ସେ କିଛି ଅନୁଭବ କରିଥିଲେ କି? ବିରାଟ ଭୟଭୀତ ହୋଇଯାଇଥିଲେ କି? ପରଦିନ ଯେତେବେଳେ ମୁଁ ତାଙ୍କ ଘରକୁ ଯାଇଥିଲି, ମୁଁ ଦେଖିଲି ଯେ ବିରାଟକୁ ଏବେ ବି ଜ୍ୱର ଅଛି, ଯଦି ସେ ପୂର୍ବ ଅପେକ୍ଷା ଟିକେ ଭଲ ଦେଖାଯାଉଥିଲେ। ମୋର ସାହସ ସଂଗ୍ରହ କରି ମୁଁ ପଚାରିଲି, ବିରାଟ, ତୁମେ ସେଦିନ ହଠାତ୍ କାହିଁକି ଚାଲିଗଲ? ବିରାଟ ମୋ ଆଡ଼କୁ ଚାହିଁ ଏକ ମୃଦୁ ହସ ସହିତ ଉତ୍ତର ଦେଲେ, ମୋ ମୁଣ୍ଡ ପ୍ରକୃତରେ ଯନ୍ତ୍ରଣା ହେଉଥିଲା। ବିଦ୍ୟୁତ୍ ବନ୍ଦ ହୋଇଥିବାରୁ ମୁଁ ଅନୁଭବ କଲି ଯେ ତୁମକୁ ପାଠ ପଢ଼ା କରିବା କଷ୍ଟକର ହେବ। ତାଙ୍କ ଆଖିରେ ଏକ ଅଦ୍ଭୁତ ଚମକ ଥିଲା, ଯାହା ତାଙ୍କ କଥା ସହିତ ଠିକ୍ ମେଳ ଖାଉନଥିଲା। ଆମର କଥାବାର୍ତ୍ତାରେ ବାଧା ଦେଇ ତାଙ୍କ ମା କହିଲେ, ନନ୍ଦିନୀ, ମୁଁ ଭାବୁଥିଲି ଯେ ପର୍ଯ୍ୟନ୍ତ ବିରାଟ ସମ୍ପୂର୍ଣ୍ଣ ସୁସ୍ଥ ନ ହୁଏ ତୁ ତାକୁ ସାହାଯ୍ୟ କରିପାରିବୁ କି? ତାକୁ ରହିବାରେ ଟିକେ ଅସୁବିଧା ହେଉଛି ଏବଂ ଡାକ୍ତର ପରାମର୍ଶ ଦେଇଛନ୍ତି ଯେ ତାକୁ କିଛି ଦିନ କଠିନ ବିଶ୍ରାମ ଆବଶ୍ୟକ। ଏହା ଶୁଣି ମୁଁ ବହୁତ ଖୁସି ହୋଇଗଲି। ଏହା ମୋ ପାଇଁ ବିରାଟଙ୍କ ନିକଟତର ହେବାର ସୁଯୋଗ ଥିଲା। ମୁଁ ତୁରନ୍ତ ଉତ୍ତର ଦେଲି, ନିଶ୍ଚିତ ଭାବରେ ମାଇଁ, ମୁଁ ବିରାଟକୁ ସାହାଯ୍ୟ କରିବାକୁ ଖୁସି ହେବି। ସେବେଠାରୁ ମୁଁ ପ୍ରତିଦିନ ଅପରାହ୍ନରେ ତାଙ୍କ ଘରକୁ ଯାଉଥିଲି। ମୁଁ ବିରାଟକୁ ତାଙ୍କର ଔଷଧ ଦେଉଥିଲି, ତାଙ୍କ ପାଇଁ ପନିପରିବା ସୁପ୍ ପ୍ରସ୍ତୁତ କରୁଥିଲି ଏବଂ ତାଙ୍କ ମନୋବଳକୁ ସ୍ଥିର ରଖିବା ପାଇଁ ତାଙ୍କୁ କାହାଣୀ ପଢ଼ି ଶୁଣାଉଥିଲି। ପାଠପଢ଼ାର ଅଭିନୟ ଏବେ କେବଳ ଏକ ଔପଚାରିକତା ପାଲଟି ଯାଇଥିଲା। ଆମର ଆଲୋଚନା ପ୍ରାୟତଃ ଜୀବନ, ସ୍ୱପ୍ନ ଏବଂ ଭବିଷ୍ୟତ ଉପରେ ଘୂରି ବୁଲୁଥିଲା। ବିରାଟ ତାଙ୍କ ପିଲାଦିନର କାହାଣୀ ମୋତେ କହୁଥିଲେ। ସେ ତାଙ୍କ କଲେଜ ଦିନର ମଜାଦାର କାହାଣୀ ବାଣ୍ଟୁଥିଲେ ଏବଂ ଇଞ୍ଜିନିୟର ହେବାର ସ୍ୱପ୍ନ ବିଷୟରେ ମୋତେ କହିଥିଲେ। ପରେ ମୁଁ ମଧ୍ୟ ତାଙ୍କୁ ମୋର ନିଜ ଛୋଟ ଛୋଟ ଦୁଷ୍ଟାମି ବିଷୟରେ କହିଲି ଏବଂ ମୋର କଳା ଆଗ୍ରହର ବିବରଣୀ ବାଣ୍ଟିଲି। ମୋ ଜୀବନରେ ଯାହା ମୋର ଶିକ୍ଷାଗତ ପ୍ରୟାସ ବାହାରେ ଥିଲା, ଗୋଟିଏ ଦିନ ଯେତେବେଳେ ମୁଁ ବିରାଟଙ୍କ ପାଖରେ ବସି ତାଙ୍କୁ ଏକ ଲୋକ କଥା କହୁଥିଲି, ସେ ହଠାତ୍ ତାଙ୍କ ହାତ ବଢ଼ାଇ ମୋ ହାତ ଧରିଲେ। ଏଥର ତାଙ୍କର ହାତ ଦୃଢ଼ ଥିଲା ଏବଂ ତାଙ୍କ ଆଖି ସେହି ସମାନ ଆଗ୍ରହକୁ ଧରି ରଖିଥିଲା, ଯାହାକୁ ମୁଁ ଚା' ଢାଳିବା ଦିନ ଅନୁଭବ କରିଥିଲି। ନନ୍ଦିନୀ, ସେ କହିଲେ, ତୁମେ ମୋ ଜୀବନକୁ ଏକ ନୂତନ ଆଲୋକରେ ପରିପୂର୍ଣ୍ଣ କରିଛ। ଯେବେଠାରୁ ତୁମେ ମୋର ଯତ୍ନ ନେବା ଆରମ୍ଭ କରିଛ, ମୋତେ ମୋର ରୋଗ ପ୍ରତି ଭଲ ଅନୁଭବ କରିବାକୁ ଆରମ୍ଭ କରିଛି। ମୁଁ ଲାଜରେ ପଡ଼ିଗଲି, ତଥାପି ମୋର ହାତ ଛଡ଼ାଇ ନେଲି ନାହିଁ। ସେ ଆହୁରି କହିଲେ, ନନ୍ଦିନୀ, ମୁଁ ତୁମକୁ କିଛି କହିବାକୁ ଚାହୁଁଛି। ମୋର ହୃଦୟ ପ୍ରଚଣ୍ଡ ଭାବରେ ଧଡ଼ଧଡ଼ କରିବାକୁ ଲାଗିଲା। ମୁଁ ନିଶ୍ଚିତ ଅନୁଭବ କଲି ସେ ସେହି ଶବ୍ଦଗୁଡ଼ିକ କହିବାକୁ ଚାହୁଁଛନ୍ତି ଯାହା ମୁଁ ଶୁଣିବାକୁ ଚାହୁଁଥିଲି। କିନ୍ତୁ ଠିକ୍ ସେତେବେଳେ ଦ୍ୱାରରେ ଆଉ ଏକ ଠକ୍ ଠକ୍ ଶବ୍ଦ ହେଲା। ଏଥର ମା ଏବଂ ମାଇଁ ଫେରି ଆସିଥିଲେ। ଆମେ ତୁରନ୍ତ ପରସ୍ପରଠାରୁ ଦୂରେଇ ଯାଇଥିଲୁ। ମୋର ମୁହଁ ଲାଲ ହୋଇଗଲା ଏବଂ ବିରାଟ ମଧ୍ୟ ଟିକେ ଅସହଜ ଦେଖାଯାଉଥିଲେ। ମା ମାଇଁଙ୍କୁ କହିଲେ, ଦେଖ ଦିଦି, ଆମର ନନ୍ଦିନୀ କେତେ ନିଷ୍ଠାର ସହିତ ତାର ସେବା କରୁଛି। ବିରାଟର ରଙ୍ଗ ମଧ୍ୟ ଫେରି ଆସିଛି। ମାଙ୍କ କଥା ଶୁଣି ମୁଁ ଆହୁରି ଗଭୀର ଭାବରେ ଲାଲ ହୋଇଗଲି। ସେଦିନ ପୁଣି ଥରେ ବିରାଟ ଯାହା କହିବା ଆରମ୍ଭ କରିଥିଲେ ତାହା ସମାପ୍ତ କରିନଥିଲି, ତଥାପି ତାଙ୍କ ଆଖିରେ ଏକ ପ୍ରତିଶ୍ରୁତି ଝଲସୁଥିଲା। ପରବର୍ତ୍ତୀ କିଛି ଦିନ ମଧ୍ୟରେ ବିରାଟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିଲା ଏବଂ ସେ ମୋତେ ପୁଣି ଥରେ ପାଠପଢ଼ା ଆରମ୍ଭ କଲେ। ତଥାପି ଆମ ମଧ୍ୟରେ ଏକ ଅକୁହା ସମ୍ପର୍କ ସୃଷ୍ଟି ହୋଇଗଲା। ଆମର ଆଖି ବାରମ୍ବାର ମିଶିଲା ଏବଂ ଏକ ନୂତନ ଉଷ୍ଣତା ଆମ ପ୍ରତ୍ୟେକ ସ୍ପର୍ଶରେ ପ୍ରବେଶ କଲା। ଯେତେବେଳେ ମା କିମ୍ବା ମାଇଁ ପାଖରେ ନଥିଲେ, ବିରାଟ ମୋତେ ଚିଡ଼ାଇବା ଆରମ୍ଭ କରୁଥିଲେ ଏବଂ ମୁଁ ତାଙ୍କ ମଜାରେ ହସି ଦେଉଥିଲି। ଗୋଟିଏ ସନ୍ଧ୍ୟାରେ ଆମର ପାଠପଢ଼ା ସମାପ୍ତ ହେବା ପରେ ଏବଂ ବିରାଟ ଯିବାକୁ ଉଠିବା ପରେ ମୁଁ କହିବା ପାଇଁ ସାହସ ସଂଗ୍ରହ କଲି, ବିରାଟ, ମୁଁ ଆରମ୍ଭ କଲି, ତୁମେ ସେଦିନ ମୋତେ କିଛି କହିବାକୁ ଯାଉଥିଲ। ବିରାଟ ହସି ହସି ଉତ୍ତର ଦେଲେ, ହଁ ନନ୍ଦିନୀ, ମୁଁ ତୁମକୁ କହିବାକୁ ଚାହୁଁଥିଲି ଯେ ତୁମେ ମୋର ସବୁଠାରୁ ଭଲ ଛାତ୍ର। ସେ ଏତେ ନରମ ସ୍ୱରରେ କହିଲେ ଯେ ଏହା ଏପରି ଲାଗିଲା ଯେପରି ସେ ମୋ ଗାଲରେ ଫିସ୍ଫିସ୍ କରି କହିଥିଲେ। ମୁଁ ନିରାଶରେ ଏକ ଆଭାସ ଅନୁଭବ କଲି, କିନ୍ତୁ ତାପରେ ସେ ମୋ ହାତ ଧରି ମୋ କାନରେ ଫୁସ୍ଫୁସ୍ କରି କହିଲେ, ମୁଁ ତୁମକୁ ମୋ ଜୀବନର ସବୁଠାରୁ ସ୍ୱତନ୍ତ୍ର ବନ୍ଧୁ କରିବାକୁ ଚାହୁଁଛି। ତୁମେ କ'ଣ ମୋ ହାତ ଧରି ଜୀବନ ସାରା ମୋ ସହିତ ଚାଲିପାରିବ? ମୋର ହୃଦୟ ଆନନ୍ଦରେ ଡେଇଁ ପଡ଼ିଲା। ଏହା ପ୍ରାୟତଃ ଭାଙ୍ଗଡ଼ା ନାଚିଲା। ମୁଁ କେବଳ ହସି ତାଙ୍କ ହାତକୁ ଧରିଲି। ସେହି ଦିନଠାରୁ ଆମର ପାଠପଢ଼ା ଆଉ କେବଳ ପୁସ୍ତକରେ ସୀମିତ ରହିଲେ ନାହିଁ, ବରଂ ଆମ ଜୀବନର ସବୁଠାରୁ ସୁନ୍ଦର ଶିକ୍ଷା ଶିଖିବା ଆରମ୍ଭ କରିଥିଲୁ। ପ୍ରେମର ପାଠ। କାହାଣୀର ରୋମାଞ୍ଚ ବାକି ଅଛି। କାହାଣୀ ଆଗକୁ ଜାରି ରହିବ। ଧନ୍ୟବାଦ।
ଏହିପରି ମନଛୁଆଁ କାହାଣୀ ଶୁଣିବା ପାଇଁ ଦୟାକରି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ଭିଡ଼ିଓକୁ ଲାଇକ୍ କରନ୍ତୁ।